যে ভাগবত শুনিବାକୁ যাଏ যে ভাগবত পাঠ করে তাহি মো সন্তোষର କାରଣ ବୋଲ ଆନନ୍ଦେ କବା ଯା ଘରେ ଭାଗବତ ଶାସ୍ତ୍ର ନାହିଁ ମା ତାକୁ କିଭଳି ଭାବରେ ବୈଷ୍ଣବରେ ଗଣାଯିବ। ଆଉ ଯା ଘରେ ମା ଲୋ ଭାଗବତ ଶାସ୍ତ୍ର ରହିଛନ୍ତି ସେ କଳି କବଳରୁ ମୁକ୍ତି ପାଇଯାଏ କଳି ଯୁଗରେ ବୋଲ ଆନନ୍ଦେ କବାର। ସେଥିପାଇଁ ବୈଷ୍ଣବ ଶାସ୍ତ୍ର ହେଉଛନ୍ତି ଭାଗବତ। ଇଏ ଭାଗବତ ପଢିବାରେ ମଧ୍ୟ ନିୟମ ରହିଛି। ଯେତେବେଳେ ବ୍ୟାସ ଆସନରେ ଭାଗବତ ରହେ ମା ଆପଣ କେମିତି ଭାଗବତକୁ ଆଣିବେ ନିଜ ପାଖକୁ ନା ଝିଙ୍କିକି ଓଟାରିକି ଟାଣି କେମିତି ବ୍ୟାସ ଆସନ ଆଣିବେ ଅପରାଧ ହବ ମନେ ରଖିଥା। ଯେମିତି ମା ଗୋଟିଏ 6 ମାସର ଶିଶୁକୁ ଆପଣ କୋଳକୁ ଆଣନ୍ତୁ ସେମିତି ଭାଗବତକୁ ଆଣିବେ। 6 ମାସ ଶିଶୁକୁ କେମିତି କୋଳକୁ ଆଣିବେ ତା ଗୋଡ଼ ତଳେ ହାତ ଦେବେ ମୁଣ୍ଡ ତଳେ ହାତ ଦେବେ ମୁଣ୍ଡଟା ନଣ୍ଡ ହଉଥିବ ନା। ତେଣୁ ଆପଣ କଣ କରିବେ ଅତିଶୟ ଶ୍ରଦ୍ଧା ପୂର୍ବକ ମା କୋଳରେ ଯେମିତି ପିଲାକୁ ଧରନ୍ତି 4-6 ମାସ ପିଲାକୁ ମା ସେମିତି ଆପଣ ମାନେ ଭାଗବତକୁ ଆଣିବେ। ଆଉ ଭାଗବତ ମା ଆରମ୍ଭ କରିବା ପୂର୍ବରୁ ବ୍ୟାସ ଶୁକ ସରସ୍ୱତୀଙ୍କୁ 3 ଜଣଙ୍କୁ ଧ୍ୟାନ କରିବେ। ମା ମନେ ରଖିଥା କାହାକୁ ଧ୍ୟାନ କରିବେ ବୋଲିଏ ବ୍ୟାସ ମହାରାଜ କି